হ্যালো, ওয়েলকম টু মাই ক্রিকেটিং চ্যানেল। আজি কথা হবা আইপিএଲ୍ର ମୋଷ୍ଟ ସକ୍ସେସଫୁଲ୍ ଟିମ୍ ମୁମ୍ବାଇ ଆଣ୍ଡ ଚେନ୍ନାଇ, ବଡ଼ାପାଓ ଆଣ୍ଡ ଦୋସା ଇଟଲି। ବେଷ୍ଟ ଟିମ୍, ଫ୍ରାଞ୍ଚାଇଜ୍ ବେଷ୍ଟ, କ୍ୱାଲିଟି ବେଷ୍ଟ, ଟିମ୍ ବେଷ୍ଟ, ପ୍ଲେୟାର ବେଷ୍ଟ, ମୁମ୍ବାଇ ଆଣ୍ଡ ଚେନ୍ନାଇ। ଆଜି କଥା ହେବା ତାଙ୍କ ମ୍ୟାଚ୍ ଉପରେ। ଜବରଦସ୍ତ ମ୍ୟାଚ୍ ହେଲା, ଜବରଦସ୍ତ ମ୍ୟାଚ୍। ଚେନ୍ନାଇ ଜିତିଗଲା 4 ୱିକେଟ୍ରେ, କିନ୍ତୁ ଜବରଦସ୍ତ ମୁମ୍ବାଇ ବୋଲିଂ ଟପ୍ କ୍ଲାସ୍ କଲା। ନୂଆ ସ୍ପିନର ଯେଉଁ ପୁଥୁର ଆସିଛନ୍ତି କେରଳରୁ, ବହୁତ କମ୍ ଏଜ୍ର ଭାଇ ଆମର, ବହୁତ ବଢ଼ିଆ ବୋଲିଂ କଲେ। ମ୍ୟାଚ୍ ତ ସିଙ୍ଗିଲ୍ ହ୍ୟାଣ୍ଡେଡ଼ଲି ଚେନ୍ନାଇ ଜିତି ଯାଇଥାନ୍ତା, କିନ୍ତୁ ତାଙ୍କ ବୋଲିଂ ଯେଉଁ ମ୍ୟାଚ୍ ପୁରା ପୁଲ୍ ବ୍ୟାକ୍ କଲେ ମୁମ୍ବାଇ, ବହୁତ କଣ୍ଟେଷ୍ଟ କଲେ। ମ୍ୟାଚ୍ ଠିକ୍ ଅଛି, ଚେନ୍ନାଇ ଜିତିଲା, କିନ୍ତୁ ମୁମ୍ବାଇ ବହୁତ ବୋଲିଂ ବଢ଼ିଆ କଲା। ସେ ଯେଉଁ ପୁଥୁର ସ୍ପିନର, ପୁରା ମ୍ୟାଚ୍ର ମଜା ଆସିଗଲା। ଫାର୍ଷ୍ଟ ଯିବା ଆମେ, ମୁମ୍ବାଇ ବ୍ୟାଟିଂ କଲା ପ୍ରଥମେ। ଫାର୍ଷ୍ଟ ୱିକେଟ୍ ନେଇଗଲେ ଆମର ମହମ୍ମଦ ଖଲିଲ, ବହୁତ ବଢ଼ିଆ ବୋଲିଂ କଲେ। ରୋହିତ ଶର୍ମାଙ୍କୁ 0 ଆଉଟ୍ କଲେ। ଦେନ୍ ରିକାର୍ଡସନ୍ ଯେଉଁ ଆମର ଅଛନ୍ତି ସାଉଥ୍ ଆଫ୍ରିକା ଓପନର, ସେ ବି ବୋଲ୍ଡ ହେଇଗଲେ, ବ୍ୟାଟ୍ରେ ବଲ୍ ବାଜିକି ବୋଲ୍ଡ ହେଇଗଲେ। ଦେନ୍ ଆମର ସୂର୍ୟା ଆଉ ତିଲକ ଭଲ କାଉଣ୍ଟର ଆଟାକ୍ କଲେ, ବହୁତ ବଢ଼ିଆ କାଉଣ୍ଟର ଆଟାକ୍ କଲେ। ସ୍କାଏ ଆଉ ତିଲକ ତ ଗୋଟେ କ୍ଲାସିକ୍ ଇନିଂସ ଖେଳୁଛନ୍ତି। ଠିକ୍ ଟାଇମ୍ରେ ତାଙ୍କୁ ୱିକେଟ୍ରେ ଆମର ନେଇଗଲେ ତାଙ୍କର, ନହେଲେ ତିଲକ ବର୍ମା ବହୁତ ବଢ଼ିଆ ଫର୍ମରେ ଥିଲେ। ଦେନ୍ ଆମର ତିଲକ ବର୍ମାକୁ ଆଉଟ୍ କରିଥିଲେ ଆମର ନୁର ଅହମ୍ମଦ, ବହୁତ ବଢ଼ିଆ ଖେଳୁଥିଲେ। ସୂର୍ଯ୍ୟକୁମାର ବି ଭଲ ଖେଳୁଥିଲେ, ତାଙ୍କର ବି ୱିକେଟ୍ ଆମର ସେ ନୁର ଅହମ୍ମଦ ବଢ଼ିଆ ଗୁଗୁଲି ବଲ୍ ପକାଇ ଷ୍ଟପିଂ କରିଦେଲେ। MS ଧୋନି, ବେଷ୍ଟ କିପର୍ ଇନ୍ ଦ ୱାର୍ଲଡ଼। ମୁମ୍ବାଇ ୱିକେଟ୍ ପଡ଼ିଯାଇଥିଲା, ଠିକ୍ 2ଟା ୱିକେଟ୍ ପଡ଼ିଯାଇଥିଲା। ଫାଷ୍ଟ କି 2 ଜଣ ଯାକ ଓପନର ରୋହିତ ଶର୍ମାକୁ ରିଟାର୍ସନ୍ କଲେ। ଦେନ୍ ଆମର ଭଲ ପାର୍ଟନରସିପ୍ କରିଥିଲେ ତିଲକ ଆଉ ସୂର୍ଯ୍ୟ, ବେଶୀ ସମୟ କିନ୍ତୁ ରହିପାରିନଥିଲେ ତିଲକ କି ସୂର୍ଯ୍ୟ। ତିଲକ ବେଶୀ ସମୟ ଟିକେ ରହିଲେ, ସୂର୍ଯ୍ୟ କିମ୍ବା ଜଲ୍ଦି ପଳେଇଲେ। ଦେନ୍ ଆମର ଆଉ ଏତେ ଭଲ କେହି ସ୍କୋର୍ କରିନାହାନ୍ତି। ଦେନ୍ ଆମ ଦୀପକ ଚାହର ବଢ଼ିଆ ଷ୍ଟ୍ରାଇକ୍ ରେଟ୍ 186ରେ 2ଟା ଛକା 2ଟା 4 ମାରିକି ଭଲ ସ୍କୋର୍ କଲେ। ଯାହା ହଉ, ଚେନ୍ନାଇ ତ ସ୍ପିନ୍ ପିଚ୍ ଏମିତି ପ୍ରଥମରୁ ଭଲ ସ୍କୋର୍, ଗୋଟେ ଟାଇଟ୍ ସ୍କୋର୍ କରିଥିଲେ, ମାନେ ଗୋଟେ କମ୍ପିଟେଟିଭ୍ ସ୍କୋର୍ ହେଇଥିଲା। 145 ସମଥିଙ୍ଗ ଥିଲା, ଚଳିବ। କିନ୍ତୁ 170 ସ୍କୋର୍ ହେଇଥିଲେ ମ୍ୟାଚ୍ ୱିନିଂ ସ୍କୋର୍ ହେଇଥାନ୍ତା ଚେନ୍ନାଇରେ। କିନ୍ତୁ ଗୋଟେ ବୋଲର ପାଇଁ କିଛି ତ ରନ୍ ଦେଲେ ନା ବୋର୍ଡ଼ରେ। 145 ବି ଯଦି ଭଲ ବୋଲିଂ ଜିତି ପାରିବ, ଏମିତି ନାହିଁ। ଚେନ୍ନାଇ ପିଚ୍ରେ ସମ୍ଭବ 140 ରନ୍ ବି ଡିଫେଣ୍ଡ ହେଇପାରିବ, ଏମିତି ନାହିଁ ଯେ ହେଇପାରିବନି। କିନ୍ତୁ ଚେନ୍ନାଇ ତା ପିଚ୍ ତ ବାଘ। ଚେନ୍ନାଇ ସ୍ପିନ୍ ତ ମାଷ୍ଟର ଖେଳି ରଚି ରବୀନ୍ଦ୍ର, ମୋତେ ଲାଗୁଛି ତମ ଇଣ୍ଡିଆନ୍ ପ୍ଲେୟାର, କାରଣ ସେ ଇଣ୍ଡିଆରେ ଯେତିକି ଚେନ୍ନାଇ ଏକାଡେମୀରେ ସେ ଯେଉଁ ଟେଷ୍ଟ ସିରିଜ୍ ଇଣ୍ଡିଆରେ ସେ ଜିତିଲେ, ଚେନ୍ନାଇରେ ଆସି ଏକାଡେମୀରେ ସେ 15-20 ଦିନ ସ୍ପିନ୍ ପ୍ରାକ୍ଟିସ୍ କରୁଛନ୍ତି। ସ୍ପିନ୍ର ରଚି ରବୀନ୍ଦ୍ର ବେଷ୍ଟ ଖେଳାଳି, ସେ ତ 65 କଲେ ବା 1 ସାଇଡ଼୍ ମ୍ୟାଚ୍। କିନ୍ତୁ ଋତୁରାଜ ଗାୟକୱାଡ଼ 220 ଉପର ଷ୍ଟ୍ରାଇକ୍ ରେଟ୍ରେ ରନ୍ ମାରିଥିଲେ ପାୱାର ପ୍ଲେରେ। ଋତୁରାଜ ଗାୟକୱାଡ଼ର ଇନିଂସ ଭାଇଟାଲ୍ ଇନିଂସ, ବେଷ୍ଟ ଇନିଂସ ଖେଳିଥିଲେ। ଏଣୁ ରଚି ରବୀନ୍ଦ୍ର କିନ୍ତୁ ଶେଷ ମାନେ ମ୍ୟାଚ୍ ତ ପ୍ରାୟ 80% ରଚି ରବୀନ୍ଦ୍ର କ୍ରିଜ୍ରେ ଥିଲେ, 65 ରନ୍ କଲେ, ବଢ଼ିଆ ଖେଳିଲେ। ଆଉ ଋତୁରାଜ ଷ୍ଟ୍ରାଇକ୍ ରେଟ୍ 220ରେ ପାୱାର ପ୍ଲେ ମାରିଲେ। ଋତୁରାଜ ବହୁତ ରନ୍ ଉଠିଲେ, ସେ ତ ସେକେଣ୍ଡ ଖେଳୁଥିଲେ ରଚି ରବୀନ୍ଦ୍ର, ଠିଆ ମାରୁଥିଲେ ଆମର ଋତୁରାଜ ଗାୟକୱାଡ଼, ବଢ଼ିଆ ଖେଳୁଥିଲେ ଋତୁରାଜ, ୱାନ୍ ଅଫ୍ ଦ ବେଷ୍ଟ ଟେକ୍ନିକାଲ୍ ସାଉଣ୍ଡ ବ୍ୟାଟ୍ସମ୍ୟାନ୍। ଏଣୁ ଚେନ୍ନାଇ ତ ଏକତରଫା ଆମେ ଜିତି ଯାଇଥାନ୍ତା। ହଠାତ୍ ଯେଉଁ ସ୍ପିନର ଆମର ମୁମ୍ବାଇ ଆଣିଥିଲା କେରଳର ଯେଉଁ ପୁଥୁର ଭାଇ, ଆମର ବହୁତ ବଢ଼ିଆ ବୋଲିଂ କଲେ, ବହୁତ ବଢ଼ିଆ ସ୍ପିନର, ବହୁତ କ୍ୟାରିୟର ବ୍ରାଇଟ୍ ହେବ ଯଦି ସେ ଏମିତି ଆଗକୁ ସ୍ପିନ୍ ଆହୁରି ପ୍ରାକ୍ଟିସ୍ କରିବେ। ଆହୁରି ବହୁତ ଭଲ ସ୍ପିନର ଇଣ୍ଡିଆ ପାଇଁ ଗୋଟେ ବଢ଼ିଆ ସ୍ପିନର ବାହାରି ପାରିବେ ଫ୍ୟୁଚରରେ, ବହୁତ ବଢ଼ିଆ ଫ୍ୟୁଚର ତାଙ୍କର। ବଢ଼ିଆ ଲାଗିଲା ପୁଥୁରଙ୍କ ପାଇଁ। ମୁମ୍ବାଇ ବହୁତ ଭଲ ସ୍ପିନ୍ ଟ୍ରାକ୍ରେ ମ୍ୟାଚ୍କୁ ଟିକେ କମ୍ ବ୍ୟାକ୍ କରି ଆସିଥିଲା। ଆଉ ସବୁ ତ ଯେମିତି ୱିକେଟ୍ ନେଇଛନ୍ତି ସବୁ ଭଲ ଖେଳିଲେ, ଚେନ୍ନାଇ ଜିତିଲା। ଚେନ୍ନାଇ 4 ୱିକେଟ୍ ଜିତିଲା। ତାପରେ ସବୁ ତ ଆଉ ମେନ୍ ସ୍କୋର୍ ତ ଋତୁରାଜକୁ ରଚି ରବୀନ୍ଦ୍ର କଲେ, ଆଉ କ'ଣ। ଆଉ ତ ମ୍ୟାଚ୍ ଆଉ କିଛି ନଥିଲା, ସବୁ ତାପରେ ଖାଲି ଜଷ୍ଟ ଜିତିବା କଥା। MS ଧୋନି ଲାଷ୍ଟକୁ ଆସିଥିଲେ ବ୍ୟାଟିଂ କରିବା ପାଇଁ। ଆଉ ଶୁଭମ ଦୁବେକୁ ନେଇଗଲେ ପୁଥୁର ଭାଇ। ଆଉ ଆମର ଆଉ 2 ଜଣ 3ଟା ୱିକେଟ୍ ନେଇଯାଇଛନ୍ତି, ଭଲ 3ଟା ୱିକେଟ୍ ନେଇଗଲେ। ସେଥିପାଇଁ ମ୍ୟାଚ୍ ଟିକେ ମାନେ ରୋମାଞ୍ଚକପୂର୍ଣ୍ଣ ହୋଇଗଲା। ଦେଖାଯାଉ, ପୁଣି ଆଜି ଦେଖିବା ନେକ୍ସଟ ମ୍ୟାଚ୍। ଦେଖାଯାଉ, ସବସ୍କ୍ରାଇବ୍ କରିବା, ଲାଇକ୍ କରିବା, ସେୟାର କରିବେ। ଥ୍ୟାଙ୍କ ୟୁ।